ଭକ୍ତି ଗୁଣ ଆପଣମାନଙ୍କ ନିକଟରେ କହିଛନ୍ତି ଅଖଣ୍ଡ ତାରକ। ତାରକ ମନ୍ତ୍ର କହିଲେ କଣ ବୁଝାଯାଏ? ତାରକ ଶବ୍ଦର ଅର୍ଥ କଣ? ତା ହେଉଛି ତାରକ। ଯଦି ସଂସ୍କୃତ ବ୍ୟାକରଣଗତ ବିପତ୍ତିଗତ ଅର୍ଥକୁ ବିଚାର କରିବେ ତାହେଲେ କାରଣ କରନ୍ତି ଇତି ସହ ସ ଇତି ତାରକ। ଅର୍ଥ ଯିଏ ଆମକୁ କାରଣ କରନ୍ତି ତାକୁ ହିଁ ତାରକ ବୋଲି କୁହାଯାଏ। ଆପଣମାନେ ସମସ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁ ଶୁଣିଥିବେ ସମସ୍ତେ। ଏମିତି କେହି ନାହାନ୍ତି ବୋଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁ ଶୁଣିନଥିବେ। ଆଉ ଉପେନ୍ଦ୍ର ଭଞ୍ଜ ଯେଉଁ ନୀଳାଦ୍ରିଶ ଚଉତିଶା ବା ଗୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟକୁ ରଚନା କରି କବିମାନଙ୍କ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ, ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଣ ପାଇଁ କବିମାନଙ୍କ ଭିତରେ ସମ୍ରାଟ? ତାର କାରଣ କଣ? ତାଙ୍କ ଜୀବନୀକୁ ଆପଣ ପଢ଼ିବେ। କେବଳ ତାରକ ମନ୍ତ୍ରର ଉପାସନାକାରୀ ଆଜି ଉପେନ୍ଦ୍ର ଭଞ୍ଜ କବିମାନଙ୍କ ଭିତରେ ସମ୍ରାଟ। ତାର କାରଣ କଣ? ତାଙ୍କ ଜୀବନୀକୁ ଆପଣ ପଢ଼ିବେ। କେବଳ ତାରକ ମନ୍ତ୍ରର ଉପାସନାକାରୀ ଆଜି ଉପେନ୍ଦ୍ର ଭଞ୍ଜ କବି ସମ୍ରାଟର ମାନ୍ୟତା ପାଇଛନ୍ତି। ତାରକ ମନ୍ତ୍ରର ଉପାସନା କରିଥିଲେ। ସେ ତାରକ ମନ୍ତ୍ରଟି ପ୍ରକୃତରେ କଣ? ତାରକ ସହିତ ଠାକୁରଙ୍କର ଯୁଗୋପଯୋଗୀ ଆଲୋକବର୍ତ୍ତିକା ଚରମର କଣ ସମ୍ପର୍କ ଅଛି? ଯିଏ ଚରମ ପଢୁଥିବ, ଯିଏ କର୍ମଯୋଗରେ ଥିବ, ସେ ନିଶ୍ଚିତ ଭାବରେ ଏ କଥାକୁ ବୋଧଗମ୍ୟ କରିପାରିବ। କାହିଁକିନା ଠାକୁର କହୁଛନ୍ତି ଯେ କର୍ମଯୋଗ ଧର୍ମ ଧାରାକୁ ଛାଡ଼ି ଅବଡ଼ା ବାଟରେ ଯାଉଛୁ ମାରି। କର୍ମଯୋଗ ଧର୍ମ ଧାରାକୁ ଛାଡ଼ି ଅବଡ଼ା ବାଟରେ ଯାଉଛୁ ମାରି। ପଥେ ଜଗି ଅଛି କାଳ ଛଞ୍ଚାଣ, ପଥେ ଜଗି ଅଛି କାଳ ଛଞ୍ଚାଣ। ଛାତି ନେଇ ଯିବ କ୍ଷଣେ ଗାନ। କେଶବ କେଶବ ଭଜ କେଶବ ଜୟ ହୋ କେଶବ ମାଧବ ହରି କେଶବ ଭଜ କେଶବ କେଶବ ଭଜ କେଶବ କେଶବ ମାଧବ ହରି କେଶବ। बोल श्री जगन्नाथ गुरु स्वामी की जय। प्रभु कहले कर्म जोग धर्म धारा तो छाड़ी अमड़ा पथरे जाउछु मारी। पथे जगी अछि काल संचार, झांकी होइजिवो तत्क्षण या। तेबे कर्म जोग प्रत्येक कहिचंती कर्म होछि भगवान। ठाकुर कहले कर्म जोग कर, कर्म जोग ही होछि भगवान। सज्जा त्याग सज्जा ग्रहण पर्यंत प्रत्येकटी कर्मरे गुरु को वा प्रभु को जोग करने को युक्त करने को मिसेगा चेष्टा करे। तेरे जो तारक मंत्र जी आमको तारक सी तारक ता सहित जो तारक मंत्र उपासना पद्धति बता जाइए शास्त्र पुराण मानव कर। मंत्र तीन प्रकार अवस्था अच्छी। मंत्र कहले कौन बुझा ना मननाथ प्रायते एति मंत्र ए बहिर्मुखी मन को जे अंतर्मुखी करके से हुचति मंत्र। आ मंत्र तीन प्रकार कौन कौन तीन प्रकार मंत्र ना हारक, द्वितीय होची पारक आ तृतीय होची तारक। तीन प्रकार मंत्र। तो प्रथम मंत्रटी कौन ना हारक अर्थ जे आमर समस्त प्रकार अखंड ताप को बा आम मानकर दुख दुर्दशा ताप को जी हरण कर नहीं जाती हरि नियंती से होती हरि। तेणु हरि जो मंत्र व्यवहार करा जाए ताकू हारक मंत्र बोली कहुए। तार ना हूँ हारक। जहाँ ना नवा द्वारा जीव पार हो पार करें ये भव संसार भर पार हो पारी हो ना कृष्ण बोली थरे डाकरे डाकरे दाबी ना आउ के बड़ जामु रंगी सन बाजते श्रुति रे पग मृग हंती जड़ से होचंती परम पुरुष अतस्विलो के वेदे च प्रथित पुरुषोत्तम से होचंती निमित्तानि तपस्यामि ते परितानि के सब नतस्वयोर पश्यामि भक्त सदा नमः हवे। से होचंती सही के सब से होचंती भगवान कृष्ण। जहाँ को ना जपिले जीव पार हो बोली कृष्ण मंत्र को तारक बोली कहा। तारक तारक मंत्र कौन ना जो हरि अच्छा जो राम भी अच्छा जो कृष्ण भी अच्छा। तारक मंत्र सी जो हरि अच्छा राम भी अच्छा कृष्ण भी अच्छा। तारक मंत्रटी कौन आप स्मरणिका को पढ़े तम तम करके पढ़े तारक मंत्र सृष्टि संबंध में देखिए सुंदर भाव में वर्णना करा जाए। किंतु वर्तमान आम जो जुग देकी गति करुचे जो जुग देकी आम समस्त गतिशील
ଠାକୁରେ କହିନାହାନ୍ତି ଯେହେତୁ ପ୍ରଳୟର ବାର ଦେଶରେ ଦଣ୍ଡାୟମାନ ଏଇଟା କଳିଯୁଗ ଘୋର କଳିଯୁଗ। ତେବେ କଳିଯୁଗର ଜୀବମାନଙ୍କର ଉଦ୍ଧାରର ସବୁଠାରୁ ଶ୍ରେଷ୍ଠ ମାର୍ଗ ହେଉଛି କ'ଣ? ନା ତା ହେଉଛି ନାମ, ତା ହେଉଛି ଏକମାତ୍ର ପ୍ରଭୁଙ୍କ ନାମ। ତେଣୁ ସେଇଥିପାଇଁ ତ ଠାକୁରେ ଯେତେବେଳେ 3 ନମ୍ବର ଚରଣର କେଶବକେ ବୋଲେ କଣିକାକୁ ରଚନା କଲେ, କହିଲେ ତୁମେମାନେ କେବଳ ନାମ ଜପ କରିଚାଲ, ନାମ ଜମାଟ ବାନ୍ଧା ଦିଅ, ନିଜ ଭିତରେ ନାମ ଜମାଟ ବାନ୍ଧା ଦିଅ। ନାମ ଦ୍ୱାରା ହିଁ ଭଗବତ ଉପଲବ୍ଧି କରିପାରିବ କୋଉ ଯୁଗରେ? ନା କଳି ଯୁଗରେ। କାହିଁକିନା ଯୁଗ 4ଟି, 4 ଯୁଗରେ ଭଗବାନଙ୍କୁ ପାଇବାର ମାଧ୍ୟମ ଏ କଥା ଅନେକବାର ଆପଣମାନଙ୍କ ନିକଟରେ ଇଏ ଦାସ ଉପସ୍ଥାପନ କରିଛି। କିନ୍ତୁ ଏଇ ଯୋଉ ଯୁଗ ଦେଇକି ଆମେ ଗତି କରୁଛେ, ଇଏ କଳି ଯୁଗର ଭଗବାନଙ୍କର ଉପଲବ୍ଧିର ବା ଭଗବାନଙ୍କର ପ୍ରାପ୍ତିର ମାର୍ଗ ହେଉଛି ଏକମାତ୍ର ନାମ। ତେବେ ତାରକ ମନ୍ତ୍ର ସିଏ ଯାହାକୁ ମହାପୁରୁଷ ଅଚ୍ୟୁତାନନ୍ଦ ମହାଭବିଷ୍ୟ ଗ୍ରନ୍ଥରେ ରଚନା କରିଛନ୍ତି। କ'ଣ କହୁଛନ୍ତି? ଶବଦ ସୂତ୍ର ନାଗରୁ ଚରମ ଖସିବ ବାବୁ, ଚରମ ଖସିବ ଅକ୍ଷର ତାରକ ବ୍ରହ୍ମ ସଦା ଜପୁଥିବ ବାବୁ, ସଦା ଜପୁଥିବ। ବୋଲ ଶ୍ରୀ ଜଗନ୍ନାଥ ଗୁରୁ ସ୍ୱାମୀ କି ଜୟ। ଶବଦ ନାଦ ସୂତ୍ରରୁ ଚରମ ଖସିବ, ଅକ୍ଷର ତାରକ ବ୍ରହ୍ମ ସଦା ଜପୁଥିବ। ତେଣୁ ସିଏ ହେଉଛି ତାରକ ମନ୍ତ୍ର। ଆପଣ ପଢ଼ିବେ 1 ନମ୍ବର ଚରମରେ ଯୋଉ ବନ୍ଦେ ମହାପୁରୁଷ ସେ ଚରଣାର ବିନ୍ଦମ ଠାକୁରେ ଯାହାକୁ ଚରମର ଗୋଟିଏ ସ୍ତମ୍ଭ ରୂପରେ ବିବେଚନା କରିଛନ୍ତି, ତାକୁ ଯେତେବେଳେ ପଢ଼ିବେ 1 ନମ୍ବର ଚରମରେ ଦେଖିବେ ମହାଭବିଷ୍ୟ ଗ୍ରନ୍ଥରେ ଚରମ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ମାନେ ଚରମ ଆଗକୁ ଆସିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ବତେଇଛନ୍ତି। ଏବଂ ତା ସହିତ ସେଇ ମହାଭବିଷ୍ୟ ଗ୍ରନ୍ଥରୁ ଆମେ ଏଇ ପଦଟିକୁ ଉଦ୍ଧାର କରୁଛୁ। ନା କ'ଣ? ନା ଅକ୍ଷର ସୂତ୍ର ଅକ୍ଷର ତାରକ ବ୍ରହ୍ମ ସଦା ଜପୁଥିବ, ଶବଦ ନାଦ ବ୍ରହ୍ମ ସୂତ୍ରରୁ ଚରମ ଖସିବ, ଏଇ ପଦକୁ ଉଦ୍ଧାର କରାଯାଇଛି। ଏବଂ ଶ୍ରୀ ଠାକୁରେ ମଧ୍ୟ ବ୍ୟାଖ୍ୟା କରିଛନ୍ତି ତାରକ ଶବ୍ଦ ଅର୍ଥ କ'ଣ? ନା ଯୋଉଠି 3 ଜଣ ଅଛନ୍ତି, ରାମ ଅଛନ୍ତି, କୃଷ୍ଣ ଅଛନ୍ତି, ହରି ଅଛନ୍ତି, 3 ଜଣ ଅଛନ୍ତି। ତାହେଲେ କୋଉଠି ଏମିତି କୋଉ ମନ୍ତ୍ର ଯୋଉଠି ରାମ ବି ଅଛନ୍ତି, ଯୋଉଠି କୃଷ୍ଣ ବି ଅଛନ୍ତି, ଯୋଉଠି ହରି ବି ଅଛନ୍ତି, କୋଉ ମନ୍ତ୍ର? ଆମେ ତାକୁ ଜପୁଛେ, ପ୍ରତ୍ୟେକ ସତସଙ୍ଗରେ ଜପୁଛେ। ତା ପାଇଁ ମଧ୍ୟ ଠାକୁର ସ୍ୱତନ୍ତ୍ର ମଣ୍ଡପ ପ୍ରତିଷ୍ଠା କରିଛନ୍ତି। ତାପରେ ଏଠି ଯୋଉ ଯଜ୍ଞ ହେଉଛି ଅଖଣ୍ଡ ତାରକ ନାମ ବ୍ରହ୍ମ ଯଜ୍ଞ, ନିଶ୍ଚିତ ଭାବରେ ଇଏ ଯଜ୍ଞ ଗୋଟିଏ ଅଦ୍ୱିତୀୟ ଯଜ୍ଞ। କାହିଁକି ଅଦ୍ୱିତୀୟ ଯଜ୍ଞ? ନା ପ୍ରତ୍ୟେକ ଯଜ୍ଞରେ ଆମେ ଗୋଟିଏ ନାମ ମଣ୍ଡପ ଦେଖୁଥିଲୁ, ଯୋଉଠି କ'ଣ ମହାମନ୍ତ୍ର ହଉଥିଲେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯୋଉଠି ହରି ଅଛନ୍ତି, ରାମ ବି ଅଛନ୍ତି, କୃଷ୍ଣ ଅଛନ୍ତି, ପ୍ରକୃତ ତାରକ ମନ୍ତ୍ର। ତେବେ ଠାକୁରେ ଏଠି ଯୋଉ ଯଜ୍ଞର ଆୟୋଜନ କଲେ, ଏଠି ଏକାଥରେ 4 ଯୁଗର ନାମ ମଣ୍ଡପକୁ ପ୍ରତିଷ୍ଠା କଲେ, ଯୋଉଠିକି 4 ଯୁଗର ନାମ ହେଉଛି ଆପଣମାନେ ଦେଖିବାକୁ ପାଉଥିବେ 4 ଯୁଗ। କାହିଁକିନା ଏଠି ଠାକୁରଙ୍କ ପାଖରେ ସବୁ 4, ଠାକୁରଙ୍କ ପାଖରେ ଯାହା ଯାହା ସବୁ ରହୁଛି ସବୁ 4 ବର୍ଣ୍ଣେ ଚଉବର୍ଗ ଦବାକୁ ସମର୍ଥ। 4 ଯୁଗର କାର୍ଯ୍ୟ ଠାକୁର କହୁଛନ୍ତି, 4 ଯୁଗର ନାମ କହୁଛନ୍ତି। ତାରକ ମନ୍ତ୍ରର ଉପାସନାର ପଦ୍ଧତି ବିଧିକୁ ବତେଇଛନ୍ତି ଏବଂ ଯଜ୍ଞ ମାଧ୍ୟମରେ ଆହୁରି ପ୍ରସ୍ଫୁଟିତ କରିଛନ୍ତି। ଏବଂ ତା ସହିତ 4 ବର୍ଣ୍ଣ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର 4 ବର୍ଣ୍ଣକୁ ଏକତ୍ରିତ କରି ଯୋଉ ବର୍ଣ୍ଣକୁ ବା ଯାହାକୁ ଆମେ ଅପବର୍ଗ ବୋଲି କହୁଛେ, ଯାହାକୁ ପୁରୁଷାର୍ଥ ବୋଲି କହୁଛେ, ଧର୍ମ ଅର୍ଥ କାମ ମୋକ୍ଷକୁ ମଧ୍ୟ ପ୍ରଦାନ କରୁଛନ୍ତି। ତେବେ ଏଇ ଯୋଉ ଯଜ୍ଞର ଆୟୋଜନ ଠାକୁର କରିଛନ୍ତି, ଏଇ ଯଜ୍ଞ ହେଉଛି ସନାତନ ଧର୍ମର ଯଜ୍ଞ। ହରି ହରି ଠାକୁର ତ ସେଇ ସେ ଦାୟିତ୍ୱ ଦେଲେ, ଭଲରେ ସନାତନ ଧର୍ମକୁ ତୁ ହିଁ ଜୀବନ୍ତ କରିବୁ କହିନାହାନ୍ତି। ସନାତନ ଧର୍ମକୁ ଜୀବନ୍ତ କରିବାର ଦାୟିତ୍ୱ ପ୍ରଭୁ ଆମମାନଙ୍କୁ ପ୍ରଦାନ କରିଛନ୍ତି। ତେବେ କେମିତି ସେ ସନାତନ ଧର୍ମକୁ ଆମେ ଜୀବନ୍ତ କରିବା? କେମିତି ସେ ଧର୍ମ ପ୍ରତିଷ୍ଠା ହେବ? କେମିତି ପ୍ରତ୍ୟେକଙ୍କ ନିକଟରେ ସନାତନ ଧର୍ମର ବାର୍ତ୍ତାକୁ ପହଞ୍ଚେଇବ? କେମିତି ପହଞ୍ଚେଇବା? ନା ପ୍ରଭୁ ଯାହାକୁ ଯୁଗୋପଯୋଗୀ ଆଲୋକ ବର୍ତ୍ତିକା ବୋଲି ସ୍ୱୀକାର କରିଛନ୍ତି ଏବଂ ଘୋଷଣା ମଧ୍ୟ କରିଛନ୍ତି। କ'ଣ ଘୋଷଣା କରିଛନ୍ତି? ନା ଯୁଗୋପଯୋଗୀ ଆଲୋକ ବର୍ତ୍ତିକା। କାହାକୁ ଯୁଗୋପଯୋଗୀ ଆଲୋକ ବର୍ତ୍ତିକା ବୋଲି କହିଛନ୍ତି? ନା ଚରମ। କହିଲେ ଚରମରେ ଭଗବାନ କୃଷ୍ଣଙ୍କର ମୁଖ ନିଃସୃତ ବାଣୀ ଶ୍ରୀମଦ ଭଗବତୀ ଗୀତା ଠାରୁ କୌଣସି ଗୁଣରେ କମତି ନୁହେଁ। ତୁ ହଉଛୁ ଯୁଗୋପଯୋଗୀ ଆଲୋକ ବର୍ତ୍ତିକା। ତେବେ ସେ ଯୁଗୋପଯୋଗୀ, ଯୁଗକୁ ଉପଯୋଗ ହେଉଥିବା ଆଲୋକ ବର୍ତ୍ତିକା ଦ୍ୱାରା ବା ସେ ଯୁଗୋପଯୋଗୀ ଆଲୋକ ବର୍ତ୍ତିକାର ଯଦି ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚିବ, ତାହେଲେ ସନାତନ ଧର୍ମର ପ୍ରତିଷ୍ଠା ହେଇପାରିବ। ତେବେ ସେ ସନାତନ ଧର୍ମର ପ୍ରତିଷ୍ଠା
କେମିତି ହେଇପାରିବ ତା ପାଇଁ ପ୍ରଭୁ ସେଇମାନେ ଯେଉଁ ଅନୁଭବ ପାଇଛନ୍ତି ସେ ତାକୁ ଏବେ ବି ଯୋଡ଼ି ହେଉଛନ୍ତି। କେମିତି ଯୋଡ଼ି ହେଉଛନ୍ତି? ଗୋଟେ ଠାକୁରଙ୍କ ଲୀଳା କହୁଛି ମନ ଦେଇ ଶୁଣିଲେ। ଆମେ କିଛି ଦିନ ତଳେ ଯଶପଡ଼ାର ଗୋଟେ ସତ୍ସଙ୍ଗ କାର୍ଯ୍ୟକ୍ରମ ହୋଇଥାଏ। ଯଶପଡ଼ାକୁ ଯାଇକି ଠାକୁରଙ୍କ କଥା ଚାଲିଛି। ପ୍ରବକ୍ତା ମାନଙ୍କୁ ନେଇ ଗୋଟେ ପରିଷଦ ଗଠନ କରାଯାଇଛି। ସେ ପରିଷଦର ନାଁ ହେଉଛି ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ। ତାର ବର୍ତ୍ତମାନ ଯିଏ ସମ୍ପାଦକ ଅଛନ୍ତି ତାଙ୍କ ଘରଟା ସେ ଯଶପଡ଼ା ପାଖରେ, ମାନେ ଗୋଟେ ପଞ୍ଚାୟତ। ସିଏ ହେଉଛନ୍ତି ପଣ୍ଡିତ ପ୍ରମୋଦ ପଣ୍ଡା ମହୋଦୟ, ଯିଏକି ସଂସ୍କୃତରେ ସାଂସ୍କୃତିରେ MA କରିଛନ୍ତି ଓ ବିଶିଷ୍ଟ ବିଦ୍ୱାନ ପଣ୍ଡିତ। ଆମେ ଠାକୁରଙ୍କ କଥା କହୁଛୁ, ସତ୍ସଙ୍ଗ ଚାଲିଛି, ହଠାତ୍ ସେ ଆସୁଛନ୍ତି। ଆସିଲେ ଆମେ ଦେଖି ଗୁରୁଜନ ବୈଜେଷ୍ଠ, ତାପରେ ଆମକୁ ଆଶୀର୍ବାଦ ମୁଦ୍ରାରେ ସେ ମଧ୍ୟ ଅଭ୍ୟର୍ଥନା ପ୍ରଦାନ କଲେ। ଆସି ମୋ ପାଖରେ ମଞ୍ଚ ବାମ ପାର୍ଶ୍ୱରେ ବସିଲେ ଏବଂ ଯେତେବେଳେ ଆମ କଥା ସରିଲା ସେତେବେଳେ ପରିଚାଳକ ମହାସଂଘକୁ କହିଲି, ବିଚିତ୍ରାନନ୍ଦ ଭାଇ ପରିଚାଳନା କରିଥାନ୍ତି। ମୁଁ କହିଲି ଭାଇ, ଯେହେତୁ ଏ ପ୍ରବକ୍ତା ପରିଷଦର ସମ୍ପାଦକ ଆସିଛନ୍ତି, ଆମ ଅତିଥି ହିସାବରେ ଆସିଛନ୍ତି, ତେଣୁ ତାଙ୍କୁ 10 ମିନିଟ୍ ପାଇଁ ହଉ 15 ମିନିଟ୍ ପାଇଁ କିଛି କହିବାକୁ ନା ଠିକ୍ ଅଛି। ତାପରେ ତାଙ୍କୁ ମାଇକ୍ ଦିଆଗଲା। ସିଏ ସେଠି କହିବା ଆରମ୍ଭ କଲେ। କ'ଣ କହିବା ଆରମ୍ଭ କଲେ? ସେ କହିଲେ କ'ଣ ଆମେ ଆପଣମାନଙ୍କୁ ଠାକୁରଙ୍କୁ ନେଇ ତାଙ୍କର ଅନୁଭବ କ'ଣ ନା, ସେ ଜଣେ ବିଶିଷ୍ଟ ରାମାୟଣ କଥା, ବିଶିଷ୍ଟ ରାମାୟଣ କଥା। ରାମାୟଣ ପୁରା କଣ୍ଠସ୍ଥ ତାଙ୍କର। ତେବେ ଦିନେ କ'ଣ ହେଇଛି ନା, ମାହାଙ୍ଗା ନିକଟବର୍ତ୍ତୀ କେଉଁ ଗୋଟେ ଅଞ୍ଚଳରେ, ସେ ଅଞ୍ଚଳ ନାଁଟି ମୋର ସ୍ପଷ୍ଟ ମନେ ପଡ଼ୁନାହିଁ, ସେ କ'ଣ କହିଥିଲେ ସେଦିନ। କିନ୍ତୁ ମାହାଙ୍ଗା ପାଖରେ ଗୋଟିଏ ଜାଗାରେ କ'ଣ ହେଉଛି ନା, ରାମାୟଣ ରାମଚରିତ ମାନସ ପ୍ରବଚନ ଚାଲିଛି। ସେଇଠି ସେ ପ୍ରମୋଦ ପଣ୍ଡା ମହୋଦୟଙ୍କୁ ମହାଶୟକୁ ଡକାଯାଇଛି ପ୍ରବଚନ କାର୍ଯ୍ୟକ୍ରମ ପାଇଁ, ସେଠିକି ଯାଇଛନ୍ତି। ସେଇଠି ତାଙ୍କ ସ୍ଥାନୀୟ ଲୋକମାନଙ୍କୁ ଶୁଣିବା ପାଇଁ ପାଇଲେ ଯେ ଠାକୁରଙ୍କର ମୂର୍ତ୍ତି ଆଗମନ ହେଇଛି, ତେଣୁ ପ୍ରଭୁ ଯେହେତୁ ଆସୁଛନ୍ତି ଆପଣ ଟିକେ ଯାଆନ୍ତୁ ତାକୁ ଦର୍ଶନ କରିବେ। ସେଇଠି ସେ ବାହାରିକି ପ୍ରଭୁ ଠିକ୍ ଅଛି ଯିବା। ଯେତେବେଳେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସି ପହଞ୍ଚିଛନ୍ତି, ଦେଖିଲେ ଲମ୍ବା ଲାଇନ୍ ଲାଗିଛି। ଭାବିଲେ କହିଲେ ଆଜି କ'ଣ ଦର୍ଶନ ହେଇପାରିବ? ମୋର ପୁଣି ପ୍ରବଚନ ଅଛି, କେତେବେଳେ ଦର୍ଶନ କରିବି, କେତେବେଳେ ଯାଇକି ପ୍ରବଚନ ଦେବି, ଭାରି ଚିନ୍ତାରେ ପଡ଼ିବ। ତା ଭିତରେ ଜଣେ ଭାଇ କ'ଣ କଲେ, ଯେତେବେଳେ ଦେଖିଲେ ଗୋଟେ ପଣ୍ଡିତ ନନା ଲୋକ, ତାଙ୍କ ହାତକୁ ଟାଣି ଆଣିଲେ, କହିଲେ ଚାଲନ୍ତୁ ମୁଁ ନେଇକି ଦର୍ଶନ କରିବି। ଖୁସି ହେଇଗଲେ, ଯାଅ ଯୋଉଟା ଚାହୁଁଥିଲି। ଏ ମନ ଖୋଜୁଥାଏ ଯାହା ଗୋବିନ୍ଦ, କାଳେ ପ୍ରାପ୍ତ ହୁଏ ତା ଗୋବିନ୍ଦ। ଗୋବିନ୍ଦ 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 ଗୋବିନ୍ଦ, ମଧୁ କରୁଛି ମକରନ୍ଦ ଗୋବିନ୍ଦ। ଏ ମନ ଭାବୁଥାଏ ଯାହା ଗୋବିନ୍ଦ, କାଳେ ପ୍ରାପ୍ତ ହୁଏ ତା ଗୋବିନ୍ଦ। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ମଧୁ କରୁଛି ମକରନ୍ଦ ଗୋବିନ୍ଦ। ବୋଲ ଶ୍ରୀ ଜଗନ୍ନାଥ ଗୁରୁ ସ୍ୱାମୀ କି ସେ ଟିକେ ଭାବୁଥିଲେ କି ଟିକେ ନେଇକି ଦର୍ଶନ କରି ନେଇକି ଆରମ୍ଭ, ଯାହା ଭାବୁଥିଲେ ଜଣେ ଭାଇ ତାଙ୍କୁ ଆସି ନେଇକି ଠାକୁରଙ୍କୁ ଦର୍ଶନ କରିଥିଲେ। ଦର୍ଶନ କରି ତ ପୁରା ହେଇକି ପ୍ରଣାମ କଲେ। ସେଠୁ ଦେଖିଲେ ପ୍ରଭୁଙ୍କର ଖାଲି ନିରବରେ ବସିଛନ୍ତି, କହୁନାହାନ୍ତି। ଠାକୁରଙ୍କର କହିବା ଶିଖେଇଛନ୍ତି, ପ୍ରଭୁ ଚରମାରେ ଲେଖିଛନ୍ତି। ଉତ୍ତମ ଭକ୍ତ କାହାକୁ କହିବା, ମଧ୍ୟମ ଭକ୍ତ କାହାକୁ କହିବା, ଆଉ ଅଧମ ଭକ୍ତ କାହାକୁ କହିବା, ଠାକୁର ଚରମରେ କହିଛନ୍ତି। କ'ଣ ନା, ଉତ୍ତମ ଭକ୍ତ ସିଏ ଯିଏ କିଛି କହେ ନା କରିବ, କାମ କରିବ, ପାଟିରେ ନୁହେଁ। କିନ୍ତୁ ମଧ୍ୟମ ଭକ୍ତ ଯିଏ, ସିଏ ହେଲା ବାକ୍ୟ ନୁହେଁ, ଖାଲି କହିବ, ଏଟାକୁ ଏଠିର ସେଟାକୁ ଏଠିର, ସେ ଖାଲି କହିବ, ସେ ଖାଲି ଉପଦେଶ କରିବ, ଅର୍ଡ଼ର ଉପରେ ଅର୍ଡ଼ର ମାନିବ, କିନ୍ତୁ କାର୍ଯ୍ୟ ନଥିବ କି ସେ କିଛି କରୁନଥିବ, ସେ ହେଉଛି ମଧ୍ୟମ। ଠାକୁର ଚରମରେ କହିଛନ୍ତି। ଆଉ ଅଧମ, ହଁ ଉତ୍ତମ ତ କିଛି କରୁଛନ୍ତି କହୁନାହାନ୍ତି, ମଧ୍ୟମ ତ କହୁଛନ୍ତି କରୁନାହାନ୍ତି, ଅଧମ ଭଲା ଗୋଟେ କିଛି କହନ୍ତି ବା କରନ୍ତେ ନା ସେ କିଛି କହିବେ ନା ସେ କିଛି କରିବେ, ସେଇଥିପାଇଁ ତାକୁ ଅଧମ ବୋଲି କୁହାଯାଇଛି। ଉତ୍ତମ, ମଧ୍ୟମ, ଅଧମ। କିନ୍ତୁ ଠାକୁର ତ ସବୁବେଳେ ନିରବ, ସବୁବେଳେ ଚୁପ୍, ବହୁତ କମ୍ କୁହନ୍ତି, କହୁଥିବେ ଶୁଣିବନି। ତେବେ ସେ ଭାବିଥିଲେ ପ୍ରଭୁ ମୋତେ କିଛି କହିବେ, ମୁଁ ଟିକେ ଶୁଣିବି, କିଛି ତ ଗୋଟେ କୁହନ୍ତୁ। କିନ୍ତୁ ଠାକୁର କିଛି କହୁନାହାନ୍ତି, ପୁରା ନିରବ ହେଇକି ଅଛନ୍ତି। ଆଉ ତାପରେ ବହୁତ ଲୋକ ଭାବନ୍ତି ଠାକୁର ନିରବ ହେଇକି ବସୁଛନ୍ତି କ'ଣ ପାଇଁ, କ'ଣ ତୁ ଜାଣିପାରୁନାହାନ୍ତି ନା? ମୁଁ ବହୁତ ଜଣଙ୍କର ଶୁଣୁଛି, ଯୋଉମାନେ ଖାଲି ଦର୍ଶନ ଥର ଟିକେ କରିଛନ୍ତି, ତାପରେ ବାସ କହିଛନ୍ତି। ଠାକୁର ସବୁ ଲେଖିଛନ୍ତି। ପ୍ରଭୁ ଚରମରେ ମଧ୍ୟ କହିଛନ୍ତି, ମୁଁ ନିରବ ହୋଇ ବସିଛି ବୋଲି ସିନା ତୁ ମନ ଉଣା କରୁଛୁ,
ଏ କଥା ମୋତେ ଠାକୁର ଚରମରେ କହିଦେଇଛନ୍ତି ଯେ ମୁଁ ନୀରବ ହୋଇ ବସୁଛି ବୋଲି ତୁ ହରି ହରି ବୋଲ। ହୃଦୟର ସମସ୍ତ ତନ୍ତ୍ରୀକୁ ସେ ଆମଠାରେ ହିଁ ରଖିଦେଇଛନ୍ତି। ଆଉ କହୁଛନ୍ତି ନି କଣ କହୁଛନ୍ତି କହିଲେ ମୁଁ ଚାହେଁ ତୁ ଠିକ ମୋ ପରି ହୋଇଯା। କହିଲେ ତାଙ୍କ ଭଳିଆ କିଏ ହେଇପାରିବ? ଆରେ ଯାହାକୁ ଅବ୍ୟକ୍ତ ମଣ୍ଡଳାଧିପତି ବୋଲି କହୁଛେ, ଯେ ଅବ୍ୟକ୍ତ ମଣ୍ଡଳର ଅଧିପତି, ଯେ ଅବ୍ୟକ୍ତ ପୁରୁଷ, ସେ ବ୍ୟକ୍ତ ହୋଇ ଆସିଛନ୍ତି। ତାଙ୍କ ଭଳିଆ ପରେ ତାଙ୍କ ସମାନ ପୁଣି କିଏ ହେଇପାରିବ? ମୋ ପୂର୍ବରୁ ତ ନାରାୟଣଜୀ ଠାକୁରଙ୍କର ପରିଚୟ ପ୍ରଦାନ କରୁଥିଲେ, ଚରମ ଚୈତନ୍ୟର କଥା, ସୁନ୍ଦର କଥା କହୁଥିଲେ। ତାଙ୍କ ସମକକ୍ଷ ହେଇ କିଏ ହେଇପାରିବ? କିନ୍ତୁ ସେ କେହି ଭଲ ପାଇବା କଣ ଚାହାନ୍ତି ଆମ ପାଖରେ? ସେ ଆମକୁ କହୁଛନ୍ତି ତୁ ଠିକ ମୋ ପରି ହେଇଯା। ଏଇଟା ହିଁ ମୁଁ ଚାହେଁ, ୟାକୁ ହିଁ ମୁଁ ଚାହେଁ। ମାନେ ସିଏ ଆମକୁ ତାଙ୍କ ସ୍ତରରେ ତାଙ୍କ ସ୍ଥିତିରେ ଦେଖିବାକୁ ଚାହାନ୍ତି। ତେବେ ହଁ କଥା ବିଭିନ୍ନ ଆଡ଼କୁ ଗତି କରିବାକୁ। ତେବେ ଯେତେବେଳେ ସେଇ ପ୍ରବକ୍ତା ମହୋଦୟ ଯାଇକି ପହଞ୍ଚିଲେ, ଠାକୁର କିଛି କହିଲେ ନାହିଁ। ତାପରେ ପ୍ରଭୁ ହସିଦେଲେ। ମା ତ ଭାବିଲେ କିଛି କହୁନାହାନ୍ତି ବୋଲି ମୁଁ ବାହାରିଲି ଆଉ କଣ। ମୁଁ ସମସ୍ତେ କହୁଥିଲେ ଆସିଛନ୍ତି ଠାକୁର, ଦର୍ଶନ କରିଦେଲି, ଗଲା ବାହାରି ଆଉ କିଛି ତ କହୁନାହାନ୍ତି। କିନ୍ତୁ ଠାକୁର ନା ତାଙ୍କୁ ଜାଣିଛନ୍ତି ନା ସେ ଠାକୁରଙ୍କୁ ଭଲ ଭାବରେ ଜାଣିଛନ୍ତି। କିନ୍ତୁ ଅନ୍ତର୍ଯାମୀ ଠାକୁରେ ଅନ୍ତର ବେଦନା କିଏ ବା ଜାଣିବ ପ୍ରାଣ ବନ୍ଧୁ ଛଡ଼ା କିଏ କାହାର? ମୋର ଅନ୍ତର ମନ୍ଦିର ରହି କୁହୁ କରି ଦେଉଛ ଭୁଲାଇ, ରହି ନିକଟରେ ଖୋଜାଉ ଛତୁରେ ଜୀବ ମରେ ଧାଇଁ ଧାଇଁ। ସ୍ୱୟଂ ଅନ୍ତର୍ଯାମୀ ଠାକୁରେ କଣ କହୁଛନ୍ତି? ତାଙ୍କୁ ଡାକୁଛନ୍ତି ଆଉ କହୁଛନ୍ତି ଯେ ରାମାୟଣ କହିବାକୁ ଆସିଛ। ସେଇଠି ସେ ଆଶ୍ଚର୍ଯ୍ୟ ହଉଛି। ହରି ହରି ବୋଲ। ଆରେ ମୁଁ କହୁଥିଲି ଠାକୁର ପଦଟିଏ ମୋତେ କଣ କହିଦିଅନ୍ତୁ, କିନ୍ତୁ ମୁଁ ତ ତାଙ୍କୁ କହିଲି ଯେ ମୁଁ ରାମାୟଣ କହିବା ପାଇଁ ଆସିଛି, ସିଏ ତ ମୋତେ କେବେ ଦେଖିନାହାନ୍ତି, ଜାଣିନାହାନ୍ତି। ଠାକୁରେ କେମିତି ଜାଣିଲା ମୋତେ କହୁଛନ୍ତି ଆସିକି ନା ଯେ ରାମାୟଣ କହିବାକୁ ଆସିଛ। ତେବେ ସେ ଅନ୍ତର୍ଯାମୀ ଠାକୁରେ ଆଜ୍ଞା ଅନ୍ତରର କଥାକୁ ସେ ନିଶ୍ଚିତ ତାଙ୍କର ସ୍ୱରୂପ ଗୁଡ଼ା ହେଉଛି ପାଞ୍ଚଟା: ପର, ବିଭବ, ଅନ୍ତର୍ଯାମୀ, ଅର୍ଜା। ପ୍ରଥମ ସ୍ୱରୂପ ହେଉଛି ପର। ପରସ୍ୱରୂପ କହିଲେ ଆପଣ ଦେଖିବେ ବିଭିନ୍ନ ଶାସ୍ତ୍ର ପୁରାଣରେ ଗୋଟେ ଚିତ୍ର କରାଯାଇଥାଏ। ମାନେ ବୈକୁଣ୍ଠପୁରରେ ପ୍ରଭୁ କ୍ଷୀରସାଗର ତଟରେ ଶୋଇଥିବେ, ସେ ସୋନାର ଉପରେ ମା ଭଗବତୀ କୃପାମୟୀ, ଆନନ୍ଦମୟୀ, ଚୈତନ୍ୟମୟୀ, ସତ୍ୟମୟୀ ଭଗବତ ସ୍ୱରୂପରେ ଠାକୁର ଚରମରେ ଯାହାକୁ ଚଞ୍ଚଳା ବୋଲି କହିଛନ୍ତି। କାହାକୁ ଚଞ୍ଚଳା ବୋଲି କହିଛନ୍ତି ଭାଇ ଭଉଣୀମାନେ? କାହାକୁ? ଲକ୍ଷ୍ମୀକୁ ଚଞ୍ଚଳା ବୋଲି କହିଛନ୍ତି। ମା ଲକ୍ଷ୍ମୀ କଣ କରୁଛନ୍ତି? ପାଦ ଉଚ୍ଚାରଣ କରୁଛନ୍ତି। ତେଣୁ ଏହି ସ୍ୱରୂପଟି ହେଉଛି ପରସ୍ୱରୂପ। ବିହସ୍ୱରୂପ କହିଲେ ସ୍ୱୟଂ ନିଜେ ଭଗବାନଙ୍କ ଠାରୁ ଆସିଥିବା ସମସ୍ତ ଅବତାର ମାନ ହେଉଛନ୍ତି କଣ ନା ବିଭବ କହିଲେ ଭଗବାନଙ୍କର ଐଶ୍ୱର୍ଯ୍ୟ ରୂପ, ଭଗବାନଙ୍କର ପ୍ରାଚୁର୍ଯ୍ୟ ରୂପକୁ ବୁଝାଏ। ଯୋଉଥିରେ କି ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ରୂପ କହିଲେ ପୁରା ଐଶ୍ୱର୍ଯ୍ୟ ସମ୍ପନ୍ନ ହେଇକି ଦର୍ଶନ ଦଉଛନ୍ତି। ବିଭବ କହିଲେ ଐଶ୍ୱର୍ଯ୍ୟକୁ ବୁଝାଏ। ତାପରେ ଅନ୍ତର୍ଯାମୀ, ଅନ୍ତରର କଥା ଜାଣିପାରନ୍ତି ବୋଲି ସେ ଅନ୍ତର୍ଯାମୀ। ଆଉ ପଞ୍ଚମ ଚର୍ଚ୍ଚା, ତେବେ ସେ ସମସ୍ତଙ୍କ ଭିତରକୁ ବୁଝିପାରନ୍ତି, ଅନ୍ତରକୁ ବୁଝିପାରନ୍ତି। କିନ୍ତୁ ଆମେ ଜାଣିପାରୁନା ଠାକୁର କଣ ଚୁପଚାପ ହେଇକି ବସୁଛନ୍ତି, କଣ କିଛି କହୁନାହାନ୍ତି, ଜାଣିପାରୁନାହାନ୍ତି ନା କଣ। କିନ୍ତୁ ଯାହା କହଇ ଯାହା କରଇ ଯାହା ଚିନ୍ତଇ ମନେ, ଜଗତର କଥା ପରମ ଈଶ୍ୱର ଜାଣୁଛନ୍ତି କବିରେ। ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଯାହା କହଇ ଯାହା କରଇ ଯାହା କହଇ ଯାହା କରଇ ଯାହା ଚିନ୍ତଇ ମନେ, ଜଗତର କଥା ପରମ ଈଶ୍ୱର ଜାଣୁଛନ୍ତି ପ୍ରତ୍ୟକ୍ଷ। ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ବୋଲ ଶ୍ରୀ ଜଗନ୍ନାଥ ଗୁରୁ ସ୍ୱାମୀ କି ଯାହା କହଇ ଯାହା କରଇ ଯାହା ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ। ଭାବିଦେବା ଯେ ହଁ କଥା ଚାରି କାନ୍ଥ ଭିତରେ ରହିଗଲା, କେହି ଦେଖୁନାହାନ୍ତି, କିନ୍ତୁ ଦେଖିବା ଲୋକ ସବୁ ଦେଖିଛନ୍ତି ଆଜ୍ଞା। ତେବେ ଆମେ ଯୋଉ କଥା ଉପରେ ଚର୍ଚ୍ଚା କରୁଥିଲେ, ଅଖଣ୍ଡ ତାରକ ନାମ ବ୍ରହ୍ମଯଜ୍ଞ, ତାରକ ଯିଏ ହେଉଛନ୍ତି ତ୍ରାଣକର୍ତ୍ତା, ତାଙ୍କୁ ହିଁ ତାରକ ବୋଲି କୁହାଯାଏ। ଆଉ ସେଇଥିପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେତେବେଳେ ତାଙ୍କ ନୀଳାଦ୍ରି 34 କାବ୍ୟକୁ ରଚନା କଲେ, 34ଟି ଅକ୍ଷରକୁ ନେଇ 34 ପଦକୁ ରଚନା କଲେ, ସେତେବେଳେ ତ ଅକ୍ଷରକୁ ସେ ପ୍ରୟୋଗ କଲେ। କଣ ଲେଖିଲେ? କହିଲେ କାହିଁକି ତମ ନାଁ ହଉଛି ତାରକ? ନା ତାପତ୍ରୟ ତାରକ, ତ୍ରାଣ ପଣ ତିଳକ, ତୁଙ୍ଗରେ ତୁରୀୟ ପ୍ରକଟ। ପ୍ରଭୁ ହେଲେ ତାପତ୍ରୟ ତାରକ, ତାରକ କରିବେ ସିଏ ବୋଲି ତାକୁ ତାରକ ବୋଲି କୁହାଯାଏ। ଆଉ ମନ୍ତ୍ର ମଧ୍ୟ 3 ପ୍ରକାର: ହାରକ, ପାରକ, ତାରକ। ଏବଂ ତୃତୀୟ କଥା ହଉଛି
जो नाम ब्रह्म यज्ञटी होची आपण रंजागण देखिले ब्रह्म एकाक्षर शांति महायज्ञ नृसिंहनाथ ब्रह्म अणाक्षर शांति महायज्ञ बा विभिन्न स्थान रे यज्ञ सहित ब्रह्मकर निराकार ब्रह्म यज्ञ तो ब्रह्म यज्ञ सहित कनेक्शन लेकर अच्छा किंतु एठी खाली ब्रह्म माने यज्ञ सहित युक्त होई ना ब्रह्म को सहित कोन लेकर अच्छा ना अखंड तारक नाम ब्रह्म यज्ञ नाम भी ब्रह्म को सहित मिसिकी अछि नाम और नामी होचुति अभिन्न ना थारे हम चमत्कार देखिले सेठी मुंडिया को नमस्कार करिले किंतु विभूति बरज विभू प्रेमे मज आत्मार सदगति पाई विभूति को वर्जन कर यदि आत्मार सदगति चाहू खाओ ताले विभू कइले परमात्मा को प्रेम रे ही जो हजेई दबा मजेई दबा और भिजेई दबा तो प्रभु तो सेठी पई चरमरे लिखिले ना धन रे अज्ञतार रसवर्ती होई विज्ञान को हरेई नाही जीव विज्ञान शरीर विज्ञान प्रेम होची सर्वश्रेष्ठ विज्ञान ई हरि बोल सर्वश्रेष्ठ विज्ञान होची प्रेम तेरे मन केवल जगत पाखे ही निवेदित हब निवेदन हब समर्पित हब ता होची से प्रभुकर बरदान हुए चरणार बिंद तो तन मन और तृतीय होची धन धन को यदि आपण माने धर्म कार्य लगे ताहाले धनर सदुपयोग करूचंती बोली राजा ताहाले धनर सदुपयोग हब काई ना त्रेता युग रे जते बेले राम एवं सीतांकर बाहागर हला विवाह होला विवाह हो सारा पर राम को बापा किए थे दशरथ सीता को बापा किए थे जनक अच्छा बयस बड़ किए दशरथ बड़ होते ना जनक बड़ होते किए बड़ होते आपण आपण तो कथा को नहीं भाबु आपण तो संपर्क को नहीं विचार करते पुओ पक्षर बापा बड़ होइथिबो ना झियो पक्षर बापा कन्या पक्षर बापा बड़ होइथिबे कि बड़ पक्षर जे पुओ पक्षर बापा तले बड़ बयस रे कि दशरथ आ सान किए जनक अच्छा आम भारतीय परंपरा रे भारतीय जीवन चर्या शैली रे जो नमस्कार विधि अछि ठाकुर मते चरण करे कहिचति नमस्कार होचे को यज्ञ आ या सर्वश्रेष्ठ यज्ञ बोली जान ठाकुर चरण करे कहिचति नमस्कार प्रणाम करिया आ प्रणाम प्रकृत रे कोन हमकु जे बतेइ जति जणे श्री हुचति चरण प्रभु ठाकुर चरण नाथ बोलता नमस्कार करता प्रणाम करिया तेरे कहा को प्रणाम करिया शास्त्र कहले अभिवाद अस्मिस्य नित्यं भूत सेविनः चत्वारि तस्य वर्धन्ते आयु विद्या यशो का नमस्कार करिया गुरुजन जे मोठु बयसरे बड़ ताके प्रणाम करिबी ताके नमस्कार करिबी ताके आशीर्वाद ग्रहण करिबी तले बड़ तो जदि दशरथ महाराज सान के ना जनक किंतु ये कहा नमस्कार करते त्रेता युग जते बळे झियो विदा हो जते माने सीता ठाकुर आने रुद्रा मांडवी विदा हो के कहा नमस्कार करते बापा दशरथ जे पुत्र पक्षर बापा दशरथ जनक को खाली दुए पर लो होई मोर्तरे पड़े जनक कहले समुदी तमे ये कोन करछ मो पाखरे तमठु केते बयस रे माने मो सान हेबी मते कुंडे पकेबो ना आलिंगन करिवो ना मते कोन मुंडिया मानछ कोन लो होई पड़छ ना टाइम लोग होके पड़ी जानिଛ ना टाइम ना तमे तम जीवन रत्नटा को मते दे दिलो पुत्र को मणि बोली कहले पुत्र मणि आ कन्या कोन कहले कन्या रत्न बोली कहले तो तम कन्या रत्न टिकी जे तू मते दे देलो दान कलो सेहि पई तमे हुज प्रणम्य तमे हुज नमस्ते बयस रे सान हरि हरि बोल